ରାହୁଲ ଗାନ୍ଧୀ ମୋତେ ଠେଲିଦେଲେ, ମୁଁ ପଡ଼ିଗଲି। ଏକଥା ଆମେ କହୁନୁ, କହୁଛନ୍ତି ପ୍ରତାପ ଷଡ଼ଙ୍ଗୀ। ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସଂସଦ ସିଡ଼ିରୁ ପଡ଼ି ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ରାହୁଲ ଗାନ୍ଧୀ ଠେଲିଦେବାରୁ ତଳେ ପଡ଼ି ଆହତ ହୋଇଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ମେଡିକାଲ ସ୍ଥାନାନ୍ତରିତ କରାଇଥିବା ଜଣାପଡ଼ିଛି। ଏନେଇ ଏଏନ୍ଆଇ ଏକ୍ସରେ ଏକ ଭିଡ଼ିଓ ସେୟାର କରିଛି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ମୁଁ ସିଡ଼ିରେ ଛିଡ଼ା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦକୁ ଧକ୍କା ଦେଇଥିଲେ ଏବଂ ସେ ମୋ ଉପରେ ଆସି ପଡ଼ିଯିବାରୁ ମୁଁ ତଳେ ପଡ଼ିଗଲି ଓ ଆହତ हेली। खड़ा हुआ था और राहुल गांधी ने आकर के एक एमपी को धक्का लगाया, वो मेरे ऊपर गिर पड़ा और मैं। कहाँ चोट लगी सर आपको? कहाँ चोट लगी सर? एक बार दिखा दीजिए। ये तो बहुत खून में। No, you want to see blood, no? See, they want to see. उनको जाने दो यार, जाने दो उनको। चोट लग गई।